ନମସ୍କାର। ଏ ଜୀବନରେ ଆମକୁ ଅନେକ କିଛି ଜିନିଷ ଶିଖିବାର ଅଛି, ଆଉ ପ୍ରତିଟି ଜିନିଷଠୁ କିଛି ନା କିଛି ଶିକ୍ଷା ହିଁ ମିଳିଥାଏ। ପ୍ରତିଟି ଛୋଟ ଛୋଟ ଜିନିଷରୁ ବି ବହୁତ ବଡ଼ ବଡ଼ ଜିନିଷ ଶିକ୍ଷା ମିଳିଥାଏ ଆମକୁ। ଯେମିତି ଅବଧୂତ ସେଦିନ 24 ଗୁରୁ ତିଆରି କରିଥିଲେ, ମୁଁ ବି ଠିକ୍ ସେମିତି କିଛି କଥା ଯେଉଁଟା ମୁଁ ଶିଖିଛି ଛୋଟ ଛୋଟ ଜିନିଷରୁ, ସେଇଟା ଆପଣମାନଙ୍କୁ କହିବି। ତ ବହୁତ କିଛି ଜିନିଷ ଦେଖିବାକୁ ପାଇଲି, ଶିଖିବାକୁ ପାଇଲି ସେ ଛୋଟ ଛୋଟ ଜିନିଷଠୁ, ଯେଉଁଟା କି ଆମ ଜୀବନକୁ ବଦଳେଇ ପାରିବ, ଆମ ଜୀବନର ପରିବର୍ତ୍ତନର କଥା। ଏଇ ଛୋଟିଆ ଛୋଟିଆ ଶିକ୍ଷା ଆମ ଜୀବନକୁ ବହୁ ବଡ଼ ପରିବର୍ତ୍ତନ ଦେଇପାରିବ। ଯେପରିକି ଦୀପ ସବୁବେଳେ କୁହେ କି ଅନ୍ୟକୁ ଆଲୋକ ଦେଖାଅ। ଦୀପ ସବୁବେଳେ କୁହେ ଅନ୍ୟକୁ ଆଲୋକ ଦେଖାଅ। ଆଉ ସମୁଦ୍ର ସିଏ ବି କୁହେ କି ସବୁବେଳେ ତୁମ ହୃଦୟକୁ ବିଶାଳ କର। ସମୁଦ୍ର ସବୁବେଳେ କୁହେ ତୁମ ହୃଦୟକୁ ବିଶାଳ କର। ଆଉ ସେମିତି ପିମ୍ପୁଡ଼ି ସାମାନ୍ୟ କୀଟଟିଏ, ତାଠୁ ବି ଶିଖିବାର ଅଛି ଆମକୁ ଅନେକ କିଛି ଜିନିଷ। ଆଉ ସିଏ ସବୁବେଳେ ଏଇଟା ଶିକ୍ଷା ଦିଏ କି ସର୍ବଦା ନିରନ୍ତର କାର୍ଯ୍ୟ କରିଚାଲ। ଦେଖିବ ପିମ୍ପୁଡ଼ିମାନେ ସବୁବେଳେ ତାଙ୍କ ନିଜ କାମରେ ବ୍ୟସ୍ତ ରୁହନ୍ତି। ଠିକ୍ ଯେମିତି ଆପଣମାନେ ଲକ୍ଷ୍ୟ କରିବେ, ଝଡ଼ି ବର୍ଷା ଆସିଲେ ସେମାନେ ଆଗେ ଦେଖା ଦିଅନ୍ତି କି ସବୁବେଳେ ଖାଦ୍ୟକୁ କେମିତି ସେମାନେ ସଂଗ୍ରହ କରିକି ସେମାନେ ରଖିବେ। ତ ସେଇଟା ସେମାନେ ନିରନ୍ତର ଭାବେ କାର୍ଯ୍ୟ ସେମିତି କରିଚାଲନ୍ତି କି ତାଙ୍କ ଖାଦ୍ୟକୁ ସେମାନେ ସଂଗ୍ରହ କରନ୍ତି, ତାଙ୍କ ଜୀବନ ଜୀବିକା ପାଇଁ ସେମାନେ କାର୍ଯ୍ୟ କରିଚାଲନ୍ତି। ସିଏ ବି ଆମକୁ ଏଇ ଶିକ୍ଷାଟା ଦେଇଛନ୍ତି। ତାପରେ ବୃକ୍ଷ ମାନେ ଗଛ, ସିଏ ବି ସବୁବେଳେ ଆମକୁ ଗୋଟେ ସବୁଠୁ ବଢ଼ିଆ ଜିନିଷ ଶିକ୍ଷା ଦିଏ, ଯେଉଁଟା ହେଲା କି ପରୋପକାରୀ ହୁଅ, କି ସବୁବେଳେ ଅନ୍ୟକୁ ସାହାଯ୍ୟ କର। ବୃକ୍ଷ ଯାହାଠୁ ଆମେ ଅନେକ କିଛି ଜିନିଷ ପାଆନ୍ତି। ଖାଲି ସମସ୍ତେ ଜାଣନ୍ତି ଖାଲି ତାଠୁ ଆମେ କି ଅମ୍ଳଜାନ ପାଉ, ତାହା ନୁହେଁ। ଅମ୍ଳଜାନ ତା କାଠକୁ ଆମେ ବ୍ୟବହାର କରନ୍ତି। କିଛି ନହେଲେ ସେ ବଞ୍ଚୁଥିଲା ଅବସ୍ଥାରେ ଅମ୍ଳଜାନ ଛଡ଼ା ତା ଛାଇରେ ବସିକି ଆମେ ଆମ କଷ୍ଟକୁ ଦୂର କରନ୍ତି ବୃକ୍ଷ। ତାପରେ ଗଲା ପୃଥିବୀ ଆମକୁ କ'ଣ କୁହେ ନା, ସବୁବେଳେ ସହନଶୀଳତା ହୁଅ। ସହନଶୀଳତା ନିଜ ଭିତରେ ରଖ, କି ସହିବାର ଗୁଣ ଯେଉଁଟା ନିଜ ଭିତରେ ରଖିବାର ଅଛି, ସହିବାର ଶକ୍ତି। କି ଯେମିତି ପୃଥିବୀ ଉପରେ ଆମେ ଅନେକ ପ୍ରକାର କାର୍ଯ୍ୟ କରୁଛନ୍ତି, ବଞ୍ଚୁଛନ୍ତି, ତାକୁ ହାଣୁଛନ୍ତି, ଖୋଳୁଛନ୍ତି, ତ ସିଏ କିଛି ବି ଆମକୁ କହୁନି, କାହିଁକିନା ତା ପାଖରେ ସେତିକି ସହିବାର ଗୁଣ ଅଛି। ତ ଆମକୁ ମଧ୍ୟ ସେମିତି ସହିବାକୁ ପଡ଼ିବ। ଆମ ଭିତରେ ମଧ୍ୟ ସେମିତି ସହିବାର ଗୁଣଟାକୁ ରଖିବାକୁ ପଡ଼ିବ। କି ଯିଏ ଯାହା ବି କହୁ କିଛି ନାହିଁ, ତ ସେଇ କଥା ଗୁଡ଼ାକଠୁ ବି ଆମକୁ ଆହୁରି ଅନେକ କିଛି ଶିକ୍ଷା ମିଳିବ। ତ ସେଇ କଥା ଗୁଡ଼ାକ ବି ଆମ ପାଇଁ ଅନେକ ଉପକାରୀ ହେବ। ତାପରେ ସୂର୍ଯ୍ୟ, ସିଏ ବି ଆମକୁ କିଛି ଶିକ୍ଷା ଦିଅନ୍ତି କି ସବୁବେଳେ ନିରନ୍ତରତା ବଜାଇ ରଖ ସବୁବେଳେ। ତୁମେ ପ୍ରକୃତି ଯାହା ବା ତୁମ ଚରିତ୍ର ଯାହା, ତୁମେ ସବୁବେଳେ ସେଇଟାକୁ ବଜାଇ ରଖ, ନିରନ୍ତର ସେଇଟାକୁ ମାନେ ତୁମ ଭିତରେ ରଖ। କି ଯେମିତି ମୁଁ ଭଲ, ତ ମୁଁ ସବୁବେଳେ ଭଲ ହେଇକି ରହିବି, କି ମୁଁ ଖରାପ ହେଇକି ରହିବି। ତାପରେ କୋଇଲି, ସିଏ ଗୋଟେ ଛୋଟିଆ ପକ୍ଷୀଟିଏ, ଆଉ ସିଏ ଆମକୁ ଏଇଆ ଶିକ୍ଷା ଦିଏ, ସବୁବେଳେ ନିଜେ ମିଠା କଥା କୁହ। କୋଇଲି ସବୁବେଳେ କୁହେ ଆମକୁ କି ମିଠା କଥା କୁହ, କାହିଁକିନା କୋଇଲିର ସ୍ୱର ସବୁବେଳେ ଦେଖୁଥିବ ମଧୁର ହେଇଥାଏ। ସିଏ ତା'ର ମଧୁର ସ୍ୱର ମାଧ୍ୟମରେ ଆମକୁ ଏଇଆ ଶିକ୍ଷା ଦିଏ କି ଆମକୁ ସବୁବେଳେ ମଧୁର ସ୍ୱର କରିବାକୁ ପଡ଼ିବ। ଆମ ସ୍ୱରଟାକୁ, ଆମ କଥାଟା ସବୁବେଳେ ଅନ୍ୟମାନଙ୍କ ପାଇଁ ମିଠା ହେବାର ଅଛି। କି କାହା ଉପରେ କେବେ ରାଗିବାର ନାହିଁ, କାହାକୁ କେବେ ରାଗିକି କହିବାନି। ହଁ, ରାଗିଛନ୍ତି, କିନ୍ତୁ ସେଇ ରାଗଟାକୁ ଆମେ ଏମିତି ମିଠା ଭାବରେ କହିବା, ସିଏ ବି ଜାଣିପାରିବନି। ଯେମିତି ସବୁବେଳେ ନିଜ କଥାଟାକୁ ମିଠା କରିବାର ଅଛି। ତ କୁକୁର, ସିଏ ସାମାନ୍ୟ ପଶୁଟେ, ତାକୁ ଆମେ ଦେଖିଲେ ବାଟରେ ଘାଟରେ ତାକୁ ଗୋଡ଼ାନ୍ତି, କିନ୍ତୁ ତା ଭିତରେ ବି ଗୋଟେ ବହୁତ ସୁନ୍ଦର ଗୁଣଟିଏ ଅଛି। ତ ତାକୁ ଯଦି ଆପଣ ଖଣ୍ଡିଏ ବି ବିସ୍କୁଟ୍ ଦେଇଥିବେ ନା, ସିଏ ଆପଣଙ୍କୁ ସାରା ଜୀବନ ମନେ ରଖିଥିବ।
ଆପଣ ଗଲାବେଳେ ଆପଣଙ୍କ ସାଥିରେ ଯିବ, ଆପଣ ଯେଉଁଠି ସିଏ ଦେଖିବ ଆପଣଙ୍କୁ, ସେ ପ୍ରଥମେ ଲାଞ୍ଜ ହଲେଇ ଆପଣଙ୍କୁ କୃତଜ୍ଞତା ଜ୍ଞାପନ କରିବ। ତ ସିଏ ସବୁବେଳେ କୁହେ କି ବିଶ୍ୱାସୀ ହୁଅ, ସବୁବେଳେ ସମସ୍ତଙ୍କୁ ବିଶ୍ୱାସ କର, କି ଯିଏ ଆମକୁ ସାହାଯ୍ୟ କରୁଛି, ସହଯୋଗ କରୁଛି, ତାକୁ କେବେ ବି ଭୁଲ ନାହିଁ। ତାପରେ ଘଡ଼ି ମାନେ ଘଣ୍ଟା, ଯେଉଁଟା ସବୁଠୁ ଆମ ଜୀବନର ବହୁତ ମୂଲ୍ୟବାନ ଜିନିଷ। ସମୟ କେବେ ନଷ୍ଟ କର ନାହିଁ। ମାନେ ଘଣ୍ଟା ଆମକୁ କୁହେ କେବେ ବି ସମୟକୁ ନଷ୍ଟ କର ନାହିଁ। ତାପରେ ଗୋଲାପ ସିଏ ଗୋଟେ ଫୁଲ ହେଲେ ବି ଆମକୁ ଗୋଟିଏ ସୁନ୍ଦର ଶିକ୍ଷା ଦିଏ ତା ଜୀବନରେ, କି ତାକୁ ତୋଳିବା ପାଇଁ ବହୁତ କଷ୍ଟ ହୁଏ, କାହିଁକିନା ତା ଡାଳରେ କଣ୍ଟା ଥାଏ। ତ ସିଏ ସେଇ କଣ୍ଟା ଭିତରେ ବଞ୍ଚି ବି ସବୁବେଳେ ପ୍ରେମର ପ୍ରତୀକ ହୋଇକି ରହିଥାଏ, କାହିଁକିନା ସିଏ ଏଇ ଶିକ୍ଷା ଦିଏ କି ସବୁବେଳେ ଦୁଃଖରେ ଥାଇକି ବି ଖୁସି ହୁଅ। ତ ସିଏ କଣ୍ଟା ଭିତରେ ରହିକି ବି ସବୁବେଳେ ସୁନ୍ଦର, ସବୁବେଳେ ପ୍ରେମର ମନୋଭାବ, ପ୍ରେମର ପ୍ରତୀକ ହୋଇକି ରହିଥାଏ, କାହିଁକିନା ସେ ସବୁ ଦୁଃଖ ପରେ ବି ସେ ଆମକୁ ସୁଖ ଦେଇଥାଏ, ଖୁସି ଦେଇଥାଏ। ଆଉ ଗୋଟେ ମାନେ ଛୋଟିଆ ପକ୍ଷୀ କାଉ ବା କୁଆ, ସିଏ ସବୁବେଳେ ଆମକୁ ଗୋଟେ ବହୁତ ସୁନ୍ଦର କଥା ଶିଖାଇଥାଏ। ତା'ର ସ୍ୱର କର୍କଶ ହେଲେ ବି ସେ ସବୁବେଳେ ଚତୁର ହୋଇଥାଏ, ସବୁବେଳେ ଚାଲାକ ହୋଇଥାଏ। ତ ସିଏ ସେଇଥିପାଇଁ ଏଇଆ ଶିକ୍ଷା ଦିଏ, ତୁମ ଚରିତ୍ର ଯାହା ବି ହଉ, ତୁମେ ସବୁବେଳେ ଚାଲାକ ହୁଅ, ଚତୁର ହୁଅ। ତ ଏଇଭଳି ଅନେକ କିଛି ଜିନିଷ ଅଛି ଯେଉଁଟା ଆମ ଜୀବନକୁ ଅନେକ କିଛି ମାତ୍ରାରେ ଶିକ୍ଷାରେ ପ୍ରଭାବିତ କରିଥାଏ। ଅନେକ କିଛି ଜିନିଷ ଆମେ ଶିଖିଥାଉ ଅନେକ ଛୋଟ ଛୋଟ ଜିନିଷରୁ। ତ ଏଇସବୁ ଯେଉଁ ଜିନିଷ କହିଲି, ଏହା ଦେହରୁ ବି ମୁଁ ଅନେକ କିଛି ଜିନିଷ ଶିଖିଛି, ଆଉ ଏମିତି ଶିଖୁଥିବି। ତ ଆପଣମାନଙ୍କୁ ଯଦି ଏ କଥାଟି ସୁନ୍ଦର ଲାଗିଥାଏ, ନିଶ୍ଚିତ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିବେ।